ନା ସାଙ୍ଗମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ଶୁଭ ଲାଇଫଷ୍ଟାଇଲ୍ କିଚେନ୍ କୁ। ତ ଆଜି ସବୁ ଘରେ କ'ଣ କ'ଣ ରୋଷେଇ ହେଇଛି ଚାଲନ୍ତୁ ଏବେ ଦେଖିବା। ତ ଏଠି ଆମର ଆଜି ଆଳୁ ବିନ୍ସ ଆଉ କୋବି ଭଜା ତ ପ୍ରାୟ ହେଇଯାଇଛି, ଆପଣମାନେ ଦେଖିପାରୁଥିବେ। ତ ଭଜା ତ ଅଲମୋଷ୍ଟ ହେଇସାରିଲାଣି। ତାପରେ ଆଉ କ'ଣ ସବୁ ରୋଷେଇ ହେଉଛି ଚାଲନ୍ତୁ ଏବେ ଦେଖିବା। ତ ଯେହେତୁ ଆଜି ମାନେ ନନଭେଜ୍ ବାର ହିଁ, ତ ଆଜି ନିଶ୍ଚିତ ଘରେ ହିଁ କିଛି ନନଭେଜ୍ ବନୁଥିବ। ତ ଏଠି ବାବା ଆମର କିଛି ମାଛ ଆଣିଥିଲେ, ଯେଉଁଟାକୁ ଆମର ପୋହଳା ମାଛ ବୋଲି କୁହନ୍ତି। ତ ତାକୁ ସଫା କରିଦେଇକି ସେଥିରେ ଆମର ଲୁଣ ଆଉ ଆମର ହଳଦୀ ଗୁଣ୍ଡକୁ ଭଲ ଭାବରେ ପକାଇ ଦେଇଛି। ତ ଯେହେତୁ ଆଜି ମାଛ, ତ ମୋର ଇଚ୍ଛା ମାଛ ଭଜା ହିଁ ଖାଇବାକୁ, ଆଉ ବୋଧେ ତରକାରୀ ହେବ। ତ ସେଥିରେ ବର୍ତ୍ତମାନ ମୁଁ ଆମର କିଛି ଲଙ୍କାଗୁଣ୍ଡ ପକାଇ ଦେଇଛି, ଆଉ ତାକୁ ମୁଁ ଭଲ ଭାବରେ ଟିକେ ଗୋଳେଇ ନେଇଛି। ତ ଏଠି ଚୁଲି ଲଗେଇ କିଛି ତାୱା ବସାଇ ଦେଇଛି, ତାୱାରେ କିଛି ତେଲ ମଧ୍ୟ ଦେଇ ଦେଇଛି। ତାପରେ ମାଛ ଗୁଡ଼ିକୁ ଆମର ଗୋଟେ ପରେ ଗୋଟେ ଦେଇ ଦେଇଛି। ତ ଆପଣମାନେ ଦେଖିପାରୁଥିବେ ଏ ମାଛ ଗୁଡ଼ିକୁ ଟିକେ ଏପଟ ସେପଟ କରିନେଉଛି। ତ ଯେହେତୁ ମୁଁ ଆଜି ଭାତ ହିଁ ମାନେ ମାଛ ଭଜା ଖାଇବି, ତ ମାନେ ଟିକେ ଭଲସେ ଭାଜିବାକୁ ପଡ଼ିବ। ତ ଏବେ ଏଠି ଦେଖନ୍ତୁ ମାଛ ଭାତ ପ୍ରାୟତଃ ଆମର ହେଇଗଲାଣି, ଆଉ ଅଳ୍ପ ସମୟ ଭିତରେ ଆମର ପୁରା ରେଡ଼ି ହେଇଯିବ ଗରମ ଗରମ ମାଛ ଭଜା। ତ ଏଠି ଦେଖନ୍ତୁ ମାଛ ଗୁଡ଼ିକୁ ଭଲସେ କାଢ଼ି ନେଉଛି, ଆଉ ବାକି ଯେଉଁ ମାଛ ଗୁଡ଼ିକ ଥିଲା ତାକୁ ମଧ୍ୟ ମୁଁ ଗୋଟେ ପରେ ଗୋଟେ ତାୱାରେ ଦେଇ ଦେଇଛି। ଆପଣମାନେ ଦେଖିପାରୁଥିବେ ଏବେ ମାଛ ଗୁଡ଼ିକୁ ମଧ୍ୟ ଭଲ ଭାବରେ ଦେଇ ଦେଇଛି। ମାଛ ଭଜା ପରେ ଆଉ ଘରେ କିଛି ମଧ୍ୟ ବନିଥିଲା, ଯେଉଁଟାକି ମୁଁ ଭିଡ଼ିଓ ମଧ୍ୟ କରିପାରୁନି। ତ ଏଠି ଦେଖନ୍ତୁ ମାଛ ଭଜା ତ ହେଇଯାଇଛି। ଏଠି ଆମର ଚୁଙ୍ଗୁଡ଼ି ଭଜା ମଧ୍ୟ ଅଛି, ଆଉ ଆମର ଏଠି ଅଣ୍ଡା ଭୁଜିଆ ମଧ୍ୟ ଅଛି। ତ ଆଜି ପଖାଳକୁ ତ ଭଲ ଲାଗିବ ଏସବୁ ଜିନିଷ। ତ ଦେଖନ୍ତୁ ତାପରେ ଆମର ଦିଦି ଏଠି ମାଛ ବେସର ପାଇଁ ରେଡ଼ି କରିଦେଲାଣି। ତ ଏଠି ଆମର ମାଛ ଭଜା ହେଇଯାଇଛି, ଆମର ଅଣ୍ଡା ଭୁଜିଆ, ଆମର ଚୁଙ୍ଗୁଡ଼ି ଭଜା। ଯେହେତୁ ମୋତେ ଟିକେ ଥଣ୍ଡା ହେଇଯାଇଥିଲା ତ ପଖାଳ ହିଁ ଖାଇଲିନି, ତ ଗରମ ଭାତ ହିଁ ଖାଇଲି। ତ ଏଠି ଆମର ମାଛ ବେସର ବି ରେଡ଼ି। ତ ଆଜି ଖାଇବାରେ କ'ଣ ସବୁ ଥିଲା ଆପଣମାନଙ୍କୁ ତ ମୋ ଭିଡ଼ିଓ ମାଧ୍ୟମରେ ଜଣେଇଦେଲି ବା ଦେଖେଇଦେଲି। ତ ଆଶା କରୁଛି ଆପଣମାନେ ସମସ୍ତଙ୍କୁ ମୋ ଭିଡ଼ିଓଟି ଭଲ ଲାଗୁଥିବ।